এই ଲିଙ୍ଗରାଜ ମନ୍ଦିରର ପୂର୍ବ ଏବଂ ଦକ୍ଷିଣ କୋଣରେ ଗୋଟିଏ ମହାକାଳ ମହାକାଳୀ ଅଛନ୍ତି। ଶ୍ରୀ ଶ୍ରୀ ମହାକାଳ ମହାକାଳୀ ସେ ପାତାଳୀ ମାନେ ପାତାଳରେ ପୂଜା କରୁଛନ୍ତି ଏବଂ ତାଙ୍କର ଉପରେ କିଛି ଛାତ ପଡ଼ିନି। ଦେଖନ୍ତୁ ଇଏ ହେଲେ ମହାକାଳ ଓ ମହାକାଳୀ, କେତେ ସୁନ୍ଦର ଦେଖାଯାଉଛନ୍ତି। ଦେଖନ୍ତୁ ଉପରେ କିଛି ଛାତ ନାହିଁ, ଏଇଟା ଅଣ୍ଡରଗ୍ରାଉଣ୍ଡ, ଏଠି ପୂଜା କରୁଛନ୍ତି। ଶୁଣାଯାଏ ଯେ ଯେଉଁ ଭକ୍ତମାନେ ଆସିଛନ୍ତି ମନ୍ଦିର ଲିଙ୍ଗରାଜ ମନ୍ଦିରକୁ ଦର୍ଶନ କରିବା ପାଇଁ, ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପାଇଁ ପ୍ରଥମେ ଏହି ପାତାଳୀରେ ଯିଏ ଅଛନ୍ତି ମହାକାଳ ମହାକାଳୀ ତାଙ୍କୁ ଦର୍ଶନ କରିକି ତାଙ୍କୁ ପ୍ରଥମେ ଦର୍ଶନ କରିବେ। ତାପରେ ମହାପ୍ରଭୁ ଶ୍ରୀ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବା ବିଧି ଅଛି ବୋଲି ଭକ୍ତମାନେ ମତ ସାବ୍ୟସ୍ତ କରନ୍ତି।